ଯଦି ଆଉ କଣ ଦରକାର ହବ ତାହେଲେ କହିବୁ, ମୁଁ ସେପଟେ କାଉଣ୍ଟର ଦେଖିକି ଆସୁଛି। ସାଙ୍ଗ ମୋର କେତେ ବିଲ୍ ହେଲା? ଆରେ ତୁ ପାଗଳ ହେଲୁଣି ନା କଣ? ତୁ ବା ମୋ ପିଲାବେଳର ସାଙ୍ଗ, ତୋଠୁ କେବେ ମୁଁ ପଇସା ନେଇଛି ନା କେବେ ନେବି? ଯା ଯା ଯା। ସାଙ୍ଗ ଟିକେ ଶୁଣିଲୁ, ଭାଇ ମତେ 10,000 ଟଙ୍କା ଦରକାର ଥିଲା, ଦେଇଥିବୁ? 10,000? ହଁ। ଆରେ ଏବେ ହିଁ ତ ସବୁ ଷ୍ଟାଫ ମାନଙ୍କୁ ଦରମା ଦେଲି, ହୋଟେଲ ଭଡା ବି ଦେଲି, କରେଣ୍ଟ ବିଲ୍ ଦେଲି, ତା ସହିତ ଗ୍ୟାସ ବି ବୁକିଂ କରିଦେଇଛି। ଏବେ ତ ମୋ ପାଖରେ ପଇସା ନାହିଁ ସାଙ୍ଗ। ହଉ ଯାଉଛି। ଅରୁପ ଭାଇ, ମୁଁ ଆଜି ତମ ସାଙ୍ଗ ପ୍ରେମାକୁ ଦେଖିଲି। ସେ କଣ କହିଲା ଜାଣିଛ? ଆରେ ଭାଇ, ଅରୁପକୁ 10,000 ଟଙ୍କା ମାଗିଥିଲି ଯେ ସେ ସିଧା ସିଧା ମନା କରିଦେଲା। ଏ ମଣିଷ ମୋ ଜୀବନରେ ଗୋଟେ ଥର ବି କାମରେ ଆସିନି। ଏମିତି ସାଙ୍ଗ ଥିଲେ କେତେ, ନଥିଲେ କେତେ। ଭାଇ ତମେ ଜଣକୁ 100 ଥର ସାହାଯ୍ୟ କର, ଯଦି ଗୋଟେ ଥର ମନା କରିଦବ ସେ 100 ଥରଟାକୁ ଭୁଲିଯିବ, ଆଉ ଗୋଟେ ଥର ମନା କରିଦେଲେ ସେଇଟାକୁ ସେ ସବୁଦିନ ପାଇଁ ମନେ ରଖିବ। ଏଇଟା ହିଁ ତ ଦୁନିଆ। ଲୋକମାନେ ମାଚିସରେ ନୁହଁ, କଥାରେ ନିଆଁ ଲଗାନ୍ତି।